जय श्री जगन्नाथ भाई मैंने सर्वप्रथम गुरुदेव गणपति जगदम्बा प्रणाम करिया जे ଆମର ଆଷ୍ଟ୍ର ସେସନ କୁ ଆଗକୁ ବଢେଇବା ଆଷ୍ଟ୍ର ସେସନ କ୍ରମରେ ଆମେ ଭାବର ଟପିକ ଗୁଡା କରୁଥିଲେ ଭାବର ଟପିକ ରେ ଦଶମ ଭାବ ପର୍ଯ୍ୟନ୍ତ ପଳେଇଥିଲେ ଆଜି ଆମେ ଏକାଦଶ ଭାବ କରିବା ଠିକ ଅଛି ନା 11th ହାଉସ ଏକାଦଶ ଭାବ ଲଗ୍ନର କୌଣସି ଲଗ୍ନର ଏକାଦଶ ଭାବ କହିଲେ କଣ ବୁଝିବା ଏକାଦଶ ଭାବ କହିଲେ ଆମେ ସେୟା ବୁଝିବା ଯୋଉଥିରେ ଆମେ ଜାଣିପାରିବା ଯେ ଆମେ କୋଉ କୋଉ ପଦ୍ଧତିରୁ କି ଭଳି ଭାବରେ ଲାଭକୁ ଆକ୍ୱାର କରିବା ଲାଭ ମାନେ କଣ କଣ ଲାଭ ଆମେ ପାଇବା ନା ପ୍ରତ୍ୟେକ ଲାଭ ଗେନ୍ ଇନ୍ ଅଲ୍ ଫର୍ମ କଣ ଲାଭ ଏ କନସେପ୍ଟ ଟାକୁ ଆପଣ ଭଲସେ ବୁଝିଯାଆନ୍ତୁ ଲାଭ ମାନେ କେବଳ ତୁମର ପଜିଟିଭ ଲାଭ ସେମିତି ମାନେ ନାହିଁ ଗେନ୍ ଇନ୍ ଅଲ୍ ଫର୍ମ ପୀଡା ବି ଗୋଟେ ଲାଭ ଦୁଃଖ ବି ଗୋଟେ ଲାଭ ଶୋକ ବି ଗୋଟେ ଲାଭ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ସିଏ ବି ଗୋଟେ ଲାଭ ପଇସା ବି ଗୋଟେ ଲାଭ ଧର୍ମ ବି ଲାଭ ଅର୍ଥ ବି ଲାଭ କାମ ବି ଲାଭ ମୁଖ୍ୟ ବି ଲାଭ ତେଣୁ ଗେନ୍ ଇନ୍ ଅଲ୍ ଫର୍ମସ୍ ଦରକାର ଅଲ୍ ଫର୍ମସ୍ ମାନେ କଣ ପଜିଟିଭ ବି ନେଗେଟିଭ ତେଣୁ ତମେ ଯଦି କେବଳ ଲାଭ ଭାବ ଦେଖିକି କନଫ୍ୟୁଜ ହେଇଗଲ ଯେ ଏଇଟା କେବଳ ଲାଭ ଦବ ଆମକୁ କେବଳ ଲାଭ ଦବ ତେଣୁ ସେଇଥିରେ କନଫ୍ୟୁଜ ହବନି କି ଏକାଦଶ ସ୍ଥାନ ମାନେ ପୁରା ପୁରା ତମକୁ ଖାଲି ଲାଭ ହିଁ ଲାଭ ଦେଇଦବ ମାଡିଦବ ଲାଭ ସେମିତି ନାହିଁ କନସେପ୍ଟ ଏଇଆ ଗେନ୍ ଇନ୍ ଅଲ୍ ଫର୍ମସ୍ ବୋଥ ପଜିଟିଭ ଆଣ୍ଡ ନେଗେଟିଭ ଦୁଇରେ କଣ ଦେଖିବା ଇଭିଲ୍ ଡିଜାୟାର୍ସ ମନ ଭିତରେ ଯୋଉ କୌଣସି ଖରାପ ଭାବନା ଆସେ ସେଗୁଡାକ ଅଲ୍ ଫର୍ମସ୍ ଅଫ୍ ଇନକମ୍ ଅଲ୍ ଫର୍ମସ୍ ଅଫ୍ ଇନକମ୍ ମାନେ ମୁଁ କଣ ଆୟ କରିବି ବୋଥ ଇନ୍ ପଜିଟିଭ ୱେ ଇନ୍ ନେଗେଟିଭ ୱେ ଡିପେଣ୍ଡେନ୍ସ ଅନ୍ ଅଦର୍ସ ମୁଁ କାହା ଉପରେ ଡିପେଣ୍ଡେଣ୍ଟ ରହିବି କାହା ଉପରେ ଡିପେଣ୍ଡେଣ୍ଟ ରହିବି ନାହିଁ ବଡ ଭାଇ ସାତ୍ବିକ ଉପାସନା ମାନେ କଣ ସାତ୍ବିକ ଉପାସନା ମାନେ ସେ ଏଇ ଜିନିଷ ଗୁଡାକ ଆପଣଙ୍କୁ ସାତ୍ବିକ ରାଜସିକ ତାମସିକ ଉପାସନା ଆପଣଙ୍କୁ ଶ୍ରୀମଦ୍ ଭାଗବତ ଗୀତାର ଆ 17 ନମ୍ବର ଅଧ୍ୟାୟରେ ମିଳିଯିବ ଉପାସନା ସାତ୍ବିକ ରାଜସିକ ତାମସିକ ଉପାସନା ଯୋଉଟା ଅଛି ସେଇଟା ସାତ୍ବିକ ଉପାସନା 11th ହାଉସ ରୁ ଆମେ ଏଜୁକେସନ ଇନ୍ ହାୟର ଫର୍ମ ବି ଦେଖୁ ପଞ୍ଚମ ଭାବ ହଉଛି ଏଜୁକେସନ ନବମ ଭାବ ହଉଛି ତାଠୁ ବଡ ଏଜୁକେସନ 11th ହଉଛି ତାଠୁ ବି ବଡ ଏଜୁକେସନ ମାନେ ହାଇଏଷ୍ଟ ଫର୍ମ ଅଫ ଏଜୁକେସନ ଯୋଉଟା ତମେ ତମ ଜୀବନରେ ନବ ସେଟା ବି 11th ହାଉସ ରୁ ଦେଖାଯାଏ ଲେଟ୍ସ କିଏ ବିଏସସି କଲା କିଏ ବିଏ କଲା ଗ୍ରାଜୁଏସନ କଲା ଦିସ୍ ଇଜ କଲ୍ଡ 5th ହାଉସ କିଏ ପିଜି କଲା ତାହେଲେ ଦିସ୍ ଇଜ କଲ୍ଡ 9th ହାଉସ କିଏ ସ୍ପେଶିଆଲାଇଜେସନ କଲା ଡକ୍ଟରେଟ କଲା ଦିସ୍ ଇଜ କଲ୍ଡ 11th ହାଉସ ତେଣୁ ବିଦ୍ୟାକୁ କେବଳ 5 ରୁ ଦେଖିକି ସୀମିତ କରିଦେବ ନାହିଁ କ୍ଲିୟର ତାପରେ କଣ ସ୍କିଲ୍ ଗ୍ରେଟ୍ ସ୍କିଲ୍ସ ମାନେ ଗ୍ରେଟ୍ ସ୍କିଲ୍ ମାନେ ଦକ୍ଷତା ନିପୁଣତା ସେଗୁଡା ସବୁ ଆଉ କାଳପୁରୁଷ କୁଣ୍ଡଳୀ ହିସାବରେ ଆଣ୍ଠୁରୁ ତଳ ଗୋଇଠି ପର୍ଯ୍ୟନ୍ତ ଯୋଉ ସ୍ଥାନ ସେଇଟା କିଏ କେତେ ଗୋଟେ ଜିନିଷ ପ୍ରତି ଆଟାଚ ହେଇକି ରହିପାରିବ ମାନେ ଦରକାର ପାଗଳ ଭଳିଆ ଦରକାର ଦ୍ୟାଟ ଇଜ 11th ହାଉସ ସ୍କିଲ୍ ବିୟଣ୍ଡ ନର୍ମାଲ ମାନେ ସ୍କିଲ୍ ବିୟଣ୍ଡ ନର୍ମାଲ ମାନେ ତା ପାଖରେ ଏମିତିଆ ଦକ୍ଷତା ଥିବ ସେ ମାନେ ପ୍ରାୟତଃ ସବୁ ଲୋକଙ୍କ ପାଖରେ ଏମିତି ଦକ୍ଷତା ନଥିବ ସେଟା ହଉଛି ସ୍କିଲ୍ ବିୟଣ୍ଡ ନର୍ମାଲ ଦକ୍ଷତାର ଭୟଙ୍କର ଦକ୍ଷତାର ଅଧିକାରୀ ହେଇଥିବା ଦରକାର ମାନେ ହେଇଥିବ ସେ ନୋ ଡାଉଟ
ସେଇଟା ବି 11th ହାଉସ ରୁ ଦେଖ। ଅଲ୍ ଫର୍ମସ୍ ଅଫ ପ୍ରଫିଟ୍ସ, ଅଲ୍ ଫର୍ମ ଅଫ ପ୍ରଫିଟ୍ସ। ଆଉ କଣ ପ୍ରଫିଟ? ବୋଥ ଇନ୍ ପଜିଟିଭ ଆଣ୍ଡ ଇନ୍ ନେଗେଟିଭ ୱେ। wisdom ବି ଆମେ 11th ହାଉସ ରୁ ଦେଖୁ। ଗ୍ରହ ଭାଗ୍ୟର ଜାଗୃତି, ଭାଗ୍ୟର ପରାକ୍ରମ, କେତେ ମାତ୍ରା ଭାଗ୍ୟ ୱାର୍କ ଆଉଟ କରି, ସେଇଟା ଆମେ 11th ହାଉସ। କାହାର କୋଉଠି ପଇସା ଫସି ଯାଇଛି, ସେ ପଇସାଟା ତାର ରିକଭର ହବ କି ନାହିଁ, ସେଇଟାକୁ ବି ଆମେ 11th ହାଉସ। ହଁ, ଆଉ ଯାହାର 11th ହାଉସ ବଢିଆ ଥିବ ନା, ଅ, ଅ, ଧର 11th ହାଉସ କାର ବଢିଆ ଥିବ ନା, ସେ ବହୁତ ଭଲ ରାନ୍ଧି ଜାଣିଥିବ, ମସ୍ତ ରାନ୍ଧିବ, ତା ହାତଟା ମସ୍ତ ଥିବ। ଆଉ ଲଙ୍ଗଜିଭିଟି, କିଏ କେତେ ବର୍ଷ ବଞ୍ଚିବ, ତମେ କହିବ ଭାଇ ତମେ ଏଟା ତ ପଢେଇଥିଲେ 8th ହାଉସ ରୁ। ଆଚ୍ଛା 8th ହାଉସ ରୁ 11th ହାଉସ କେତେ ବାଟ? 4 ନମ୍ବର କର। ହୁଁ। ଯେମିତି ମଣିଷ ବଞ୍ଚିଲେ ତାର ଘର ହଉଛି 4th ହାଉସ, ସେମିତି 8th ହାଉସ କୁ ଯଦି ଲଗ୍ନ ମାନିବା ତାହେଲେ ତାର 4th ହାଉସ କୋଉଟା ହବ? 11th ହାଉସ। ତେଣୁ ଲଙ୍ଗଜିଭିଟି କିଏ କେତେ ହବ, ତମେ କେବଳ ଯଦି 8th ହାଉସ ଦେଖିକି ପ୍ରେଡିକ୍ସନ ଦବ ସେଟା ଭୁଲ ହେଇଯିବ, ତମକୁ 11th ହାଉସ ବି ଦେଖିବାକୁ ପଡିବ। କାନ, ଠିକ ଅଛି ନା, 11th ହାଉସ। କିଏ କେତେ ଭଲ ପେଣ୍ଟର ହବ, ଆଙ୍କି ପାରିବ ଜିନିଷଟାକୁ ମନ ଛବିରେ, ପ୍ରତି ଛବିରେ, ଦ୍ୟାଟ ଇଜ ଅଲସୋ 11th ହାଉସ। ଇଏ ତ ଗଲା ନର୍ମାଲ ଆଚାର୍ଯ୍ୟ ମାନଙ୍କର ଭ୍ୟୁ, ଆଚାର୍ଯ୍ୟ ମାନେ କଣ ଭ୍ୟୁ ଦେଇଛନ୍ତି। ନାଉ ଆମେ ସ୍ପିରିଚୁଆଲ ଭ୍ୟୁ ଟାକୁ ଡିସ୍କସନ କରିବା। କାହାକୁ ଭୂତ ଦେଖିବାର ଅଛି, କାହାକୁ ଭଗବାନ ଦେଖିବାର ଅଛି, କାହାକୁ ଶୈତାନ ଦେଖିବାର ଅଛି, କାହାକୁ ସୁପର ନ୍ୟାଚୁରାଲ ଜିନିଷ ଗୁଡାକୁ ରିଅଲାଇଜେସନ କରିବାର ଅଛି, ଏନି କାଇଣ୍ଡ ଅଫ ଆକାଶିକ ରିଅଲାଇଜେସନ। when you realize this is the fact, when you realize କି ନାଇଁ ମୋ ସହିତ ମୁଁ ଏକା ନାହିଁ, ମୋ ସହିତ ମୋ ଗୁରୁ ଅଛନ୍ତି, ବା ମୋ ସହିତ ମୋ ଡେଇଟି ଅଛି, ବା ମୋ ସାଙ୍ଗରେ ଭୂତ ଅଛି, ମୋ ସାଙ୍ଗରେ ଭଗବାନ ଅଛନ୍ତି, that is 11th house। 11th ହାଉସ କୁ ଆମେ ବି କହୁ ଗଡ ରିଅଲାଇଜେସନ ହାଉସ, ଯିଏ ଭଗବାନଙ୍କୁ ବି ଯୋଉ କହନ୍ତି କୈବଲ୍ୟ ପ୍ରାପ୍ତି, ସେଇଟାକୁ ବି ସେ କରେଇଦବ 11th ହାଉସ ଯଦି ଷ୍ଟ୍ରଙ୍ଗ ଥାଏ ତ। ଠିକ ଅଛି, ତ ଇଏ ତ କଣ କହିବି, ଫର୍ମ ଅଫ ଏନର୍ଜି କୁ ଡେସିଫର କରିକି ଇଣ୍ଟରପ୍ରେଟ କରିବା। ଠିକ ଅଛି ନା, ତେବେ ଆଜିର ସେସନ ଆମେ କଣ ଜାଣିଲେ? 11th ହାଉସ ଇଜ ଏ ଭେରି ଭାଇଟାଲ ହାଉସ ଇନ ରେସ୍ପେକ୍ଟ ଅଫ କି ଏଇ କାରକ ତତ୍ଵ ଗୁଡାକ ଆମେ ତାକୁ ଦେଖିବା। ଏଇ ଯୋଉ କାରକ ତତ୍ଵ ଗୁଡାକ ପଢଉଛି, ଏ କାରକ ତତ୍ଵ ଗୁଡାକ ଜେନେରାଲି କୋଉ ବହିରେ ମିଳିବନି, କାରଣ ଏଇଟା ମୋର ନିଜର ରିସର୍ଚ୍ଚ ର ଟପିକ, ଯୋଉ ବେଶ କରିକି ମୁଁ ତାକୁ ପ୍ରେଡିକ୍ସନ ଦିଏ। ଆଉ ଏଇଟାକୁ ଆପଣ ମାନେ ୟାର ପୁରା ଡିଟେଲ ଟା ଆପଣ ଯୋଉ କାଳିଦାସ ଅଛନ୍ତି ନା, କାଳିଦାସ ତାଙ୍କର ଜ୍ୟୋତିଷ ଶାସ୍ତ୍ରରେ ଲେଖିଛନ୍ତି, ଯିଏ ଭଗବତୀଙ୍କ କୃପାରୁ ବହୁତ କିଛି ଜିନିଷ ଅ ମେଘଦୂତମ ଭରିକା ଲେଖିଥିଲେ, ସେ କାଳିଦାସଙ୍କ କଥା କହୁଛି। ତାଙ୍କର ପାର୍ଟ ରେ ଏଗୁଡା ସବୁ ଅଛି, ଏଗୁଡା ସବୁ ଡିପ୍ ସ୍କ୍ରିପଚର୍ସ ଭିତରେ ପୁରାତନ ଆଚାର୍ଯ୍ୟ ମାନଙ୍କର ଡେସ୍କ୍ରିପସନ ଦିଆଯାଇଛି। ସେ ବହିରେ ଏଗୁଡା ସବୁ ଆପଣଙ୍କୁ ମିଳିଯିବ, କିନ୍ତୁ ଜେନେରାଲ ପ୍ରେଡିକ୍ସନ ରେ, ଜେନେରାଲ ବହିରେ ଏଗୁଡା ସବୁ ଆପଣଙ୍କୁ ମିଳିବ ନାହିଁ। ତ ଆଜିର ସେସନ ଆମେ ବାସ୍ ଏଇଆ ଜାଣିଲେ ଯେ 11th ହାଉସ ର କଣ କଣ କାରକ ତତ୍ଵ ଆମେ 11th ହାଉସ ରୁ ଚେକ୍ କରିବା। ଠିକ ଅଛି ନା, ତେବେ ଆଜିର ସେସନ ପାଇଁ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।